ସାର୍ ଏ ଯେଉଁ ବିଶାଳ ମାନସିକ ଯେଉଁ ରୋଗୀଙ୍କର ଚିହ୍ନଟ ଶିବିର ଆଜି ନିଆଳିରେ ହେଉଛି, କ'ଣ ଉଦ୍ଦେଶ୍ୟ ରହିଛି? ଆମର ବ୍ଲକରେ ପାଖାପାଖି 300 ରୁ 350 ମାନସିକ ରୋଗ ଅଛନ୍ତି, ଚିହ୍ନଟ ହେଇକି ଅଛନ୍ତି। ତାଙ୍କର ଚିକିତ୍ସା ଏତେ ଭଲ ଭାବରେ ହେଇପାରୁନଥିଲା। ମିଳିତ ଜିଲ୍ଲା ସାଙ୍ଗରେ ଉଦ୍ୟମରେ ଆମ ବ୍ଲକ ଆଉ ଜିଲ୍ଲାର ଉଦ୍ୟମରେ ଆମେ ଏଟା କ୍ୟାମ୍ପ ଆଜି ଏଠି କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଯେମିତିକି ସବୁ ବ୍ଲକ ସାରା ଲୋକ ଆସିବେ, ତାଙ୍କର ଚିହ୍ନଟ ନୂଆ ଆସିଲେ ନୂଆ ଚିହ୍ନଟ ହେବ, ଆଉ ଯାହାର ଟ୍ରିଟମେଣ୍ଟ ଚାଲୁଛି ତାଙ୍କର ଟ୍ରିଟମେଣ୍ଟ ଆଉ ଫଲୋଅପ୍ ହେବ। ସେଥିପାଇଁ ଆମେ ଏ ନିଷ୍ପତ୍ତି ନେଲୁ କି ଏଠି ସେ କ୍ୟାମ୍ପ ଶିବିରଟା ହେବ। ଆଜି ଯେଉଁ ସାର୍ ଆସୁଛନ୍ତି ରୋଗୀମାନେ ଆସୁଛନ୍ତି, ୟାଙ୍କର ମାନେ ଟୋଟାଲ ଆସୁଛନ୍ତି ନା ଆହୁରି ଅଛନ୍ତି? ନାଇଁ, ଆଉ ଅଛନ୍ତି। ଆଜି କିଛି ଲୋକ ଆସିବେ, ଆଉ ଆଗାମୀ ଦିନରେ ଆମେ ଆଉ ଚେଷ୍ଟା କରିବୁ କେମିତି ସେମାନେ ଆଉ ଅଧିକା ଲୋକ ଆସିପାରିବେ। ଯେହେତୁ କ୍ୟାମ୍ପଟା ଆମର ଆରେଞ୍ଜମେଣ୍ଟ 200 ଲୋକ ଟାର୍ଗେଟ୍ କରିଛୁ, ଆଜି ଆମେ 200 ପାଖାପାଖି ଡାକିଛୁ। ଆଉ ବହୁତ ଲୋକ ଅଛନ୍ତି। ଆମେ ପୁଣି PHC ଫିଲ୍ଡ ଲେଭେଲରେ ବି ତାଙ୍କୁ ଆମେ ଟେଲି କନସଲଟେସନ ଦ୍ୱାରା ବି ଆମେ ତାଙ୍କୁ ସେ ଟ୍ରିଟମେଣ୍ଟଟା ଯୋଗାଇ ପାରୁଛୁ। ସାର୍ ମେଡିସିନ କେମିତି କ'ଣ? ମେଡିସିନ ବି ସପ୍ଲାଏ ଅଛି, ଜିଲ୍ଲାରେ ଅଛି, ଆମ ବ୍ଲକରେ ବି ଅଛି। ଯାହାର ଚିହ୍ନଟ ହେଲା ତାଙ୍କୁ ଯେଉଁ ମେଡିସିନ ଆଜି ନୂଆରେ ଷ୍ଟାର୍ଟ ହେବ, ଆଉ ଯାହାର ଚାଲିଛି ସେଟା ଚାଲୁଥିବ। ଆଉ ଆମେ ମାସିକିଆ ଇଣ୍ଡେଣ୍ଟ ବି ମଗାଉ କି ଯେତେ ଆମର ଲୋକ ଅଛନ୍ତି ସମସ୍ତଙ୍କୁ ସେ ମେଡିସିନଟା ମାଗଣା ଦିଆହେଉଛି। ସାର୍ ନିଆଳିରେ ଯେଉଁ ଆମର ରହିଛି ମେଡିକାଲ ରହିଛି, ଗୋଟେ ଡକ୍ଟର ଆଜି ଦେଖିଲେ, କାଲି ଫେର ଆଉ ଜଣେ ଚେଞ୍ଜ ହେଇଯାଉଛନ୍ତି, ତ ମେଡିସିନ ସେଇ ହିସାବରେ ମାନେ କଣ୍ଟିନ୍ୟୁ କରିବ ନା ମେଡିସିନ ବି ଚେଞ୍ଜ ହେଇଯିବ? ନା, ଯେ ଡକ୍ଟର ଆଜି ଦେଖିଲେ ସେ ଆଜିର ଟ୍ରିଟମେଣ୍ଟ କଲେ, ସେ 3 ଦିନ ପାଇଁ କି 5 ଦିନ ପାଇଁ। ଗୋଟେ ରୋଗ କ'ଣ 3 ଦିନରେ କି 5 ଦିନରେ ଭଲ ହେଇଯିବ? 5 ଦିନ ପର୍ଯ୍ୟନ୍ତ ସେ ଟ୍ରିଟମେଣ୍ଟ ଚାଲେ। ଯେମିତି ବ୍ଲଡ଼ ପ୍ରେସର, ଡାଇବେଟିସ୍, ଏଟା ମାସିକିଆ ଦିଆହେଉଛି, ତ ମାସିକିଆ ଚାଲେ। ଯେଉଁ ହିସାବରେ ଯେଉଁ ଡକ୍ଟର ଦେଖିଲେ ସେଦିନ ସେମିତି ଟ୍ରିଟମେଣ୍ଟ ହେଲା। ଆଚ୍ଛା, ପାଖାପାଖି ମେଡିସିନ ସବୁ ଏକା, କିଛି କାମ ଅଲଗା ଅଲଗା କରେ, କିନ୍ତୁ ସମସ୍ତଙ୍କର କାମ ଆମେ ପେସେଣ୍ଟର ଲକ୍ଷଣ, ପେସେଣ୍ଟର ବୟସ, ପେସେଣ୍ଟର ରୋଗକୁ ଦେଖିକି ମେଡିସିନ ଲେଖାଯାଏ। ଆଉ ସବୁ ମେଡିସିନ ଗଭର୍ଣ୍ଣମେଣ୍ଟର ତ ଭଲ ଆସୁଛି ଆଜିକାଲି। ଆଉ ତ ଆପଣ କ'ଣ ସାଧାରଣ ଯେଉଁ ଲୋକ ରହିଛନ୍ତି ସେମାନଙ୍କୁ କ'ଣ କହିବେ? ବର୍ତ୍ତମାନ ଲୋକ କ'ଣ କରିଛନ୍ତି ନା ଗଭର୍ଣ୍ଣମେଣ୍ଟ ମେଡିସିନ ଉପରେ ଏତେ ଭରସା କରୁନାହାନ୍ତି, କିନ୍ତୁ ବାହାରୁ ଯାଇକି ଅଲଗା ମେଡିସିନ, ଶସ୍ତା ମେଡିସିନ ଅଧିକା ଦାମରେ କିଣୁଛନ୍ତି, ତାଙ୍କୁ କ'ଣ କହିବେ? ଏଟା ଭୁଲ ଧାରଣା। ଆଉ ଆମେ ବାରମ୍ବାର ତାଙ୍କୁ କାଉନସିଲିଂ କରୁଛୁ। ମୁଁ ଯେତେ ପେସେଣ୍ଟ ଦେଖେ, ମୁଁ ତ ମେଡିସିନ ହସ୍ପିଟାଲରୁ ଲେଖେ, ଯେଉଁଟା କି ବଢ଼ିଆ କାମ ବି ଦେଉଛି। ଆଜିକାଲି ଇଭେନ୍ ଆମେ ବି ନିଜେ ପକେଟରେ ଖାଇକି ବି ବୁଲୁଛୁ, ଦେଖାଉଛୁ କି ମୁଁ ବି କିଛି ମେଡିସିନ ଦରକାର ପଡ଼ିଲେ ହସ୍ପିଟାଲରୁ ଖାଉଛି, ଦେଖ ଆଜି ମୁଁ ଗୋଟେ ଖାଇଛି, ତୁମ ପାଖରେ ଖାଉଛି। ଏମିତି ଲୋକଙ୍କୁ ସଚେତନତା କରାହେଉଛି, ଯେମିତିକି ଲୋକଙ୍କ ଭରସା ବି ଆସୁଛି। ଆଉ ଆଜିକାଲି ଲୋକ ବି ଦେଖୁଛି କି ଆସିକି କହୁଛନ୍ତି ଆମକୁ ମେଡିକାଲରୁ ଔଷଧ ଦିଅନ୍ତୁ କରିକି। 70 to 75% ଲୋକ କହିବା ଆରମ୍ଭ କରିଦେଲେ। ଆଉ ଏଟା ଆଗାମୀ ଦିନରେ ସମସ୍ତେ ଲୋକ ଗଭର୍ଣ୍ଣମେଣ୍ଟ ଔଷଧ ଉପରେ ନିର୍ଭର ରହିବେ, ଆଉ ତା ଉପରେ ଭରସା ଆଣିବେ। ତ କ'ଣ କହିବେ ଯେଉଁ ସାଧାରଣ ଜନତା ହେଇଗଲେ, ଖାଲି କ'ଣ ମାନସିକ ରୋଗୀ, ଅଲଗା ରୋଗୀ ବି ଆସୁଛନ୍ତି, ଡକ୍ଟର ମାନଙ୍କୁ କେତେ ଟ୍ରେନିଂ ଦିଆହେଇଯାଇଛି ଯେ ମେଡିସିନ ଷ୍ଟୋରରୁ କିଣନ୍ତୁ ନାହିଁ, ମାନେ ଇଏରୁ କିଣନ୍ତୁ? ସେ ତ ଗଭର୍ଣ୍ଣମେଣ୍ଟ ଚାକିରିର ନିୟମ ଅଛି କି ଆମେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରୁ ମେଡିସିନ ଦେବୁ। ଆଉ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରୁ ହିଁ ମେଡିସିନ ବି ଆମର ମାନେ ସବୁ ମାସ ଯେତେ ଆମେ ଇଣ୍ଡେଣ୍ଟ କରୁଛୁ ସେଟା ଅଣ୍ଟୁନି, ସରେଇ ଦେଉଛୁ ସବୁ ମେଡିସିନ। କିଛି ନଷ୍ଟ ଆଗେ ଯେମିତି ନଷ୍ଟ ହେଉଥିଲା, ଆଜିକାଲି ଆଉ ଏତେ ନଷ୍ଟ ବି ହେଉନି। ସବୁ ଲୋକ ଗଭର୍ଣ୍ଣମେଣ୍ଟ ମେଡିସିନରେ ଉପକୃତ ହେଉଛନ୍ତି।